ମୁଁ ବରଗଛ କହୁଛି। କାହିଁକି ପୁରାତନ ସମୟରୁ ଗାଁର ଏହି ଆରମ୍ଭରେ ମୋର ସ୍ଥାନ। ଜନ୍ମରୁ ଏନ୍ତୁଡ଼ି ଆଉ ଶ୍ମଶାନର ନିଆଁ ପର୍ଯ୍ୟନ୍ତ ମୁକ ସାକ୍ଷୀ ହେଉଛି ମୁଁ। ଝିଅଟିର ପିଲାବେଳ ଆଉ ତା'ର ଶାଶୁଘରକୁ ବିଦା ହୋଇଯିବାର ଦୃଶ୍ୟ ମଧ୍ୟ ମୁଁ। ବୈଶାଖର ନିଦାଘ ତାତିରେ ଶୀତଳର ଛାୟା ମଧ୍ୟ ମୁଁ, ଆଉ ଶ୍ରାବଣର ବର୍ଷାରେ ଆଶ୍ରୟସ୍ଥଳୀ ମଧ୍ୟ ମୁଁ। ବାୟୁମଣ୍ଡଳକୁ ସର୍ବାଧିକ ଅମ୍ଳଜାନ ଦେଉଥିବା ବୃକ୍ଷ ମଧ୍ୟ ମୁଁ, ଆଉ ପକ୍ଷୀମାନଙ୍କର ସନ୍ଧ୍ୟାର ସେଇ ବସା ମଧ୍ୟ ମୁଁ। ପିଲାବେଳର ସେ ଲୁଚକାଳି ଖେଳ ହେଉ ବା ରଜର ସେ ଦୋଳି ପର୍ବ ହେଉ, ସବୁର ସେ ମୁକ ସାକ୍ଷୀ ହେଉଛି ମୁଁ। ଗ୍ରାମର ଭଲ ମନ୍ଦ ସୁଖ ଦୁଃଖ ସବୁଥିରେ ଭାଗ ନେଉଥିବା ସେହି ଚିରସବୁଜ ବୃକ୍ଷ ହେଉଛି ମୁଁ ବରଗଛ। ପିଲାଟିଏ ବିଦେଶକୁ ଗଲେ ତା'ର ଫେରିବା ବାଟକୁ ଚାହିଁ ରହିଥିବା ସେହି ବୃଦ୍ଧ ପିତା ହେଉଛି ମୁଁ। ଏହିଭଳି ଅନେକ ଗୁଡ଼ିଏ ସ୍ମୃତିରେ ସାଉଁଟା ମୋ ଜୀବନ, କିନ୍ତୁ ସବୁ କଷ୍ଟକୁ ସହି ମୁଁ ଆଜି ନିର୍ବିକାର। ଆଜି ପତ୍ର ସବୁ ଝଡ଼ିଗଲେ ମଧ୍ୟ ତଥାପି ମୋର ପାଦ ଥକି ପଡ଼ିନାହିଁ। ମୁଁ ସତତ ନିରତ ଅବିରତ ମୋର ସେବାକୁ ଜାରି ରଖିଛି। ଏ ସମାଜ ପାଇଁ ମୋର ଏହା ଅବଦାନ। ମୁଁ ହେଉଛି ବରଗଛ।